କାହାଣୀ ଚୋଡ଼େଇ ବଳିଦାନ। ପୂର୍ବେ ସବୁଜ ଜଙ୍ଗଲରେ ସମସ୍ତ ପ୍ରକାରର ପକ୍ଷୀ ପଶୁ ଏବଂ ପ୍ରାଣୀ ବାସ କରୁଥିଲେ। ଜଙ୍ଗଲ ସେମାନଙ୍କର ଘର ଥିଲା ଏବଂ ସେମାନେ ସମସ୍ତେ ଏଥିରେ ଖୁସିରେ ରହୁଥିଲେ। କିନ୍ତୁ ଗୋଟିଏ ଦିନ କିଛି ଲୋଭୀ ଲୋକ ଗଛ କାଟିବାକୁ ଜଙ୍ଗଲକୁ ଆସିଲେ। ସେମାନେ ଧାରୁଆ କରତ ସାହାଯ୍ୟରେ ଗଛ କାଟିବାକୁ ଲାଗିଲେ। ସେମାନଙ୍କର ବସା ଭାଙ୍ଗିଗଲା ଓ ପିଲାମାନେ କାନ୍ଦିବାକୁ ଲାଗିଲେ। ସମସ୍ତ ପ୍ରାଣୀ ଭୟରେ ଦୌଡ଼ି ପଳାଇଲେ। ମଣିଷ ଆଗରେ ଠିଆ ହେବାକୁ କେହି ସାହସ ସଂଗ୍ରହ କରିପାରିଲେ ନାହିଁ। ଯଦି ଆମେ ସମସ୍ତେ ଭୟରେ ଦୌଡ଼ି ପଳାଇ ଯାଉ ତେବେ ଆମର ଘର ସବୁଦିନ ପାଇଁ ନଷ୍ଟ ହୋଇଯିବ। ସମସ୍ତେ କହିଲେ, ତୁମେ ଏତେ ଛୋଟ, ତୁମେ କ'ଣ କରିପାରିବ? କିନ୍ତୁ ଚୋଡ଼େଇଟି ହାର ମାନିଲା ନାହିଁ। ପାଖ ଗାଁକୁ ଉଡ଼ିଗଲା। ସେଠାକାର ପିଲାମାନଙ୍କୁ ସାହାଯ୍ୟ ମାଗିଲା। ଚୋଡ଼େଇର ଦୁଃଖ କଥା ଶୁଣି ପିଲାମାନଙ୍କର ହୃଦୟ ତରଳିଗଲା। ସେମାନେ ସମସ୍ତେ ଏକାଠି ଜଙ୍ଗଲରେ ପହଞ୍ଚି ଜୋରରେ ଚିତ୍କାର କରିବାକୁ ଲାଗିଲେ, ଗଛ କାଟ ନାହିଁ, ଏହା ଆମର ଜଙ୍ଗଲ, ଏହା ଆମର ନିଶ୍ୱାସ। ପିଲାମାନଙ୍କର କଥାରେ ସେମାନେ ପ୍ରଭାବିତ ହେଲେ। ସେମାନେ କରତକୁ ତଳେ ରଖି ଗଛ କାଟିବା ବନ୍ଦ କରିଦେଲେ। ସେହି ଦିନ ପରେ ଜଙ୍ଗଲର ସମସ୍ତ ପ୍ରାଣୀ ଏକ ଶପଥ ନେଲେ ଯେ ଛୋଟ ହେଉ କି ବଡ଼, ଯଦି କାହାର ସାହସ ଥାଏ ତେବେ କୌଣସି ବ୍ୟକ୍ତି ପରିବର୍ତ୍ତନ ଆଣିପାରିବ। ଚୋଡ଼େଇର ସାହସ ଏବଂ ପିଲାମାନଙ୍କର ଚେଷ୍ଟା ଜଙ୍ଗଲକୁ ରକ୍ଷା କରିଦେଲା।